नमस्कार सांग माने जय जगन्नाथ। आज वीडियो को आपण मानक पुणी थे स्वागत। आज बाबानी जन्मदिन कौन स्पेशल हो चलते देखा। मु आज भोर 5टारू मोर पूजा काम आरंभ कर सारे। पापा हैप्पी बर्थडे पापा हैप्पी बर्थडे आमो बापा टिके उठिया तो अभिनय तो मो बाबानी पूरा फास्ट नहले देखुना केते बेलू शोइकी उठ सारानी आउ थरे शोइबार अभिनय करूची। सांग माने आमे एबे रेडी हे सारलुनी जीवा पई। एटी स्वीटी भी रेडी हे सारलेनी, काकी भी रेडी हे सारलेनी, आमे समस्त रेडी हे सारलुनी। चलंत आज कोन होछ देखिबा। एठी माँ भी रेडी हे सारलेनी, दुई माँ रेडी हे कि छिड़ा हेलेनी। चलो देखा कौन हो। सांग माने हम गाड़ी भी आसी सारानी। सांग माने आमे एबे समस्त गाड़ी रे बस सारलुनी। सतरे सांग हे बसी कुआडे बाहर को बुलिबा को गले भारी मजा लागे। स्वीटी कौन पियो छ? भल लागुची? हां पूरा टेस्टी। आगरो पी नथिल के ना ना पी नथि से माटी को पता को। आम घरे जेहेतु एते लोक से बाबा कान्हू बड़ एमाने बाइक रे गले आउ आमे समस्त गाड़ी रे। सतरे बाहर कुआड़ को बुलाबुली करने गले भारी मजा लगे। सांग माने देखंतु केते सुंदर कई फूल गुड़ा सब फुटी। एमिति मने होछि जेमिति कई फूल सब मु तोली नियंती कि। एई सुंदर सुंदर कई फूल सब जेमिति प्रकृतिर शोभा को सौंदर्यमय करि देछि। आउ हाँ ता संग को पागटा भी ना आज बहुत भल करछि। भगवानंकर सृष्टि केते सुंदर। अरे एठी एते पानी एमिति काहेकि? ओहो काली बड़ जोर वर्षा हेछि ना एठू पानी जाई पारि नाही।
ସାଙ୍ଗମାନେ ଆପଣ ତ ଜାଣିପାରିଥିବେ ସୁଇଟି କ'ଣ ପାଇଁ ଲେମ୍ବୁ ଶୁଙ୍ଘୁଛନ୍ତି। ଆମେ ପ୍ରଥମେ ଠାକୁରଙ୍କ ସ୍ଥାନ ପହଞ୍ଚୁ ନ ପହଞ୍ଚୁ ସୁଇଟିଙ୍କର 2 ଥର ବାନ୍ତି ସରିଗଲାଣି। ତ ସାଙ୍ଗମାନେ ଆମେ ଏବେ ଫାଇନାଲି ଭୂଷଣ୍ଡେଶ୍ୱରରେ ଆସିକି ପହଞ୍ଚିଗଲୁଣି। ଭକ୍ତମାନେ ଆସି ଗୋଡ଼ ଧୋଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ ଏଠି ଅଛି। ଏବେ ଦେଖନ୍ତୁ ସାଙ୍ଗମାନେ, ଇଏ ହେଉଛନ୍ତି ବାବା ଭୂଷଣ୍ଡେଶ୍ୱର ମହାଦେବ। ଏହି ମହାଦେବଙ୍କର ଶିବଲିଙ୍ଗ କୁଆଡ଼େ ଏସିଆ ମହାଦେଶର ସର୍ବବୃହତ୍ ଶିବଲିଙ୍ଗ। କିମ୍ବଦନ୍ତୀ ଅନୁସାରେ ରାବଣକୁ ବର ପ୍ରଦାନ କରିଥିଲେ ମହାଦେବ ଏବଂ ତାଙ୍କ ଲିଙ୍ଗକୁ ଟେକି ଟେକି ନେବା ବେଳେ ତଳେ ନ ରଖିବା ପାଇଁ ଆଦେଶ ଦେଇଥିଲେ। ତେବେ ଲଙ୍କାକୁ ନେବା ବେଳେ ରାବଣକୁ ବାଟରେ ଶୋଷ ଲାଗିବାରୁ ସେ ଜଣେ ଗାଈଆଳକୁ ଏହା ଟେକି ଧରିବାକୁ ଦେଇଥିଲେ। ଲିଙ୍ଗର ଓଜନ ସମ୍ଭାଳି ନ ପାରି ସେ ଲିଙ୍ଗଟିକୁ ତଳେ ରଖିଦେଲା। ମାତ୍ର ରାବଣ ପାଣି ପିଇ ଫେରିବା ବେଳକୁ ଲିଙ୍ଗକୁ ଆଉ ଟେକି ପାରିଲେ ନାହିଁ। ସେହି ଦିନଠାରୁ ଏହି ଲିଙ୍ଗଟି ଏଇଠି ଭୂଷଣ୍ଡେଶ୍ୱର ନାମରେ ପୂଜା ପାଉଛନ୍ତି। ଆଉ ଜାଣିଛନ୍ତି ଏହି ଲିଙ୍ଗ କୁଆଡ଼େ କଳା ମୁଗୁନି ପଥରରେ ନିର୍ମିତ। ଆଉ ଏହି ଲିଙ୍ଗର ଓଜନ କୁଆଡ଼େ 1680 କୁଇଣ୍ଟାଲ। ब्रह्मणे गौरी नारायणी नमोस्तुते देशपुष्पाणि। ଏବେ ଦେଖନ୍ତୁ ସାଙ୍ଗମାନେ, ବାବାନୀର ଘଣ୍ଟି ବଜା ଷ୍ଟାର୍ଟ ହେଇଗଲାଣି। ଆଉ ଆମ କୁଲୁ କେମିତି ଘଣ୍ଟି ବଜୁଛି ଦେଖ। ଠାକୁରଙ୍କ ପାଖକୁ ଗଲେ କ'ଣ ହବ, ଆମ ଚଙ୍ଗୁ ମଙ୍ଗୁ ଦୁଇଟା ଯୋଉଠି ଥିବେ ସେଠି କଳି ହିଁ କଳି ଲାଗିବେ। ଏବେ ଆମର ସଂକଳ୍ପ ପୂଜା ଆରମ୍ଭ ହେଇଗଲାଣି। ସାଙ୍ଗମାନେ ଏବେ ଆମର ପୂଜା ସମାପ୍ତ ହେଇଗଲାଣି। ଆମେ ଠାକୁରଙ୍କ ପାଖରେ ବାବାନୀର ଦୀର୍ଘାୟୁ କାମନା କରି ପୂଜା ସମାପ୍ତ କରିଲୁ। ସାଙ୍ଗମାନେ ଆମେ ସମସ୍ତେ ପୂଜା ସାରି ବାହାରେ ଯେଉଁ ଦୋକାନ ବଜାର ବସିଛି ସେ ପାଖକୁ ଆସି ସାରିଲୁଣି। ଆଉ ଏଇଠି ସୁଇଟିଙ୍କୁ ମୁଁ କହିଲି ମୋର ଗୋଟେ ଫଟୋ ଉଠେଇଲ। ଆଉ ଏବେ ଆମେ ବାହାରିଲୁ ବାବା ଚନ୍ଦନେଶ୍ୱର ମନ୍ଦିର। ଇଏ ହେଉଛି ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର। ଆମେ ଏବେ ଏଠି ଆସି ପହଞ୍ଚି ସାରିଲୁଣି। ଏବେ ଚାଲନ୍ତୁ ଗାଡ଼ି ଷ୍ଟାଣ୍ଡରେ ଆମେ ଗାଡ଼ି ପାର୍କିଂ କରିଦେଇ ମନ୍ଦିରକୁ ଯିବା।
ବାବାରେ ଏଠି କେତେ ଲମ୍ବା ଧାଡ଼ି ଲାଗିଛି। ଆମ ପାଳି କେତେବେଳେ ଆସିବ କେଜାଣି। ଜୟ ବାବା ଚନ୍ଦନେଶ୍ୱର ମହାଦେବ। ଆଉ ଏଠି ଠାକୁରଙ୍କ ପାଖରେ ଏତେ ଯେ ଭିଡ଼, ମାନେ ପୂଜା କରିବା ଭାରି କଷ୍ଟ। ଆଉ ଗୋଟେ ସୁନ୍ଦର କଥାଟିଏ ଶୁଣନ୍ତୁ ସାଙ୍ଗମାନେ। ଯେତେବେଳେ ଆମେ ଚନ୍ଦନେଶ୍ୱର ବାବାଙ୍କୁ ପୂଜା ସାରି ଆସିଲୁ, ତ ସେତେବେଳେ ବାହାରେ ଜଣେ ଲୋକ ଆମକୁ ଭୋଗ ନଡ଼ିଆ ଫାଳେ ମାଗିଲେ। ଆମେ ତ ଭୋଗ ଲଗା ନଡ଼ିଆ ଫାଳେ ହିଁ ଅଛି, ସେଥିରୁ ଭାଙ୍ଗିକି କେମିତି ଦେବି ମୁଁ ଭାବିଲି। ତ ବାବାନୀର ବାବା ତାଙ୍କୁ ସେଠୁ ଗୋଟେ ନଡ଼ିଆ ପୁରା ଦେଇଦେଲେ। ସେ ସେଠୁ କହିଲେ କି ତମ ପରିବାର ଲୋକମାନେ ଭୋଗ ପାଇବେନି? ବାବାନୀର ବାବା କହିଲେ କି ଆମ ପାଖରେ ବେଲପତ୍ର ଟିକେ ଅଛି, ଆମେ ସେଇଟାକୁ ହିଁ ପାଇଦେବୁ। ତ ସେ ଲୋକ ହଠାତ୍ କିନି କୁଆଡ଼େ ଗଲେ ଆମେ କିଛି ବି ଜାଣିପାରିଲୁନି। ତା କିଛି ସମୟ ପରେ ଜଣେ ନନା ଆମକୁ ଭୋଗ ନଡ଼ିଆ ଗୋଟେ ଆଣିଦେଲେ। କହିଲେ କି ତମେ ଭୋଗ ଲଗେଇଥିଲ, ତୁମ ନଡ଼ିଆଟେ ନିଅ। ଆମେ ଜାଣିପାରିଲୁନି, ଆମେ ତ ଭୋଗ ନଡ଼ିଆଟା ଦେଇଦେଲୁ, ହଠାତ୍ ଏଇ ଭୋଗ ନଡ଼ିଆଟା କେଉଁଠୁ ଆସିଲା? ନନା କହିଲେ କି ହଁ ତୁମ ଭୋଗ ନଡ଼ିଆ, ତୁମେ ନେଇଯାଅ। ତ ଠିକ୍ ସେହି ସମୟରେ ଆମକୁ ଅନୁଭବ ହେଲା ଯେ ବାବା ଚନ୍ଦନେଶ୍ୱର ମହାଦେବ ଆମ ପାଖରୁ ଆସିକି ଭୋଗ ନଡ଼ିଆଟି ଆମ ପାଖରୁ ନେଇଗଲେ। ଆମକୁ ସେତେବେଳେ ଭାରି ଖୁସି ଲାଗିଲା। ସାଙ୍ଗମାନେ ମନ୍ଦିରରୁ ଆସିବା ପରେ ସମସ୍ତଙ୍କୁ ଜୋରରେ ଭୋକ ଆଉ ଶୋଷ ଲାଗିଲାଣି। ସେଥିପାଇଁ ଏଠି କାହ୍ନୁ, କୁଲୁ ଆଉ ସମସ୍ତେ ଚୁସ୍କି ଖାଇବା ପାଇଁ ଲାଗିଯାଇଛନ୍ତି। ସାଙ୍ଗମାନେ ଆମେ ଏବେ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ ପରେ ବାହାରିଲୁ ଦୀଘା। ମାନେ ଦୀଘାରେ ଯେଉଁ ନୂଆ ବଙ୍ଗାଳୀ ଜଗନ୍ନାଥ ମନ୍ଦିରଟି ହେଇଛି ତାର ଦର୍ଶନ କରିବା ପାଇଁ। ଆମେ ଏବେ ଏଇ ମନ୍ଦିର ଭିତରକୁ ଏଣ୍ଟ୍ରି କରିସାରିଲୁଣି। ଚାଲନ୍ତୁ ଦେଖିବା କ'ଣ କ'ଣ ହେଉଛି। ଏଇଟା ବହୁତ ବଡ଼ ଏରିଆ। ବଢ଼ିଆ ହେଇଛି ମନ୍ଦିରଟା। Oh my god. ଏଇଠି ବାବା ମା ବାବାନୀ ସହିତ ଫଟୋ ଉଠାଉଛନ୍ତି। ମନ୍ଦିର ଭିତରେ ଏଇ କାଗଜ ଫୁଲର ଗାର୍ଡେନଟି ଭାରି ସୁନ୍ଦର ଲାଗୁଛି। ତ ସାଙ୍ଗମାନେ ଆମେ ଏବେ ସମସ୍ତେ ଜଗନ୍ନାଥ ଧାମରୁ ବିଦାୟ ନେଲୁ। ମନ୍ଦିରରେ ଟାଇମ୍ ପାରି ଯାଇଥିଲା ବୋଲି ଆମକୁ ପ୍ରସାଦ ମିଳିଲା ନାହିଁ। ତ ସେଥିପାଇଁ ଆମେ ଏବେ ଯିବୁ ବାହାରେ କେଉଁଠି ହୋଟେଲରେ ଖାଇବା ପାଇଁ। ଏଇଠି ଆମେମାନେ ସମସ୍ତେ ଖାଇବା ପାଇଁ ଆସି ବସିଗଲୁଣି। ଛୁଆମାନଙ୍କୁ ବହୁତ ଜୋରରେ ଭୋକ ଲାଗିଲାଣି। ଆମେ ଖାଇବା ଅପେକ୍ଷାରେ ବସିଛୁ।
आमेମାନେ ଏବେ ସମସ୍ତେ ଆସି ପହଞ୍ଚିଗଲୁ ଦୀଘା ସି ବିଚ୍ରେ। ସତରେ ମନରେ ଯେତେ ଦୁଃଖ ଥାଉ ନା କାହିଁକି ଏଇ ସମୁଦ୍ର ପାଣିକୁ ଦେଖିଦେଲେ ମନ ଭାରି ଖୁସି ହେଇଯାଏ। ଏପଟେ ଟିକେ ଦେଖନ୍ତୁ ସୁଇଟି ଆଉ ବାବାନୀ ଫାଷ୍ଟ ଟାଇମ୍ ଘୋଡ଼ା ଉପରେ ବସି କେତେ ଖୁସି। ଏବେ ମୁଁ ଗୋଟେ କଳା ଚଷମା ପିନ୍ଧି ଚାଲିଲି ମୋର ହିରୋଇନ୍ ପଜ୍ର ସବୁ ଫଟୋ ଦେବା ପାଇଁ। ଆରେ ଏଠି ଏମାନେ ସବୁ କ'ଣ କରୁଛନ୍ତି? ଆପଣମାନେ ଯଦି ଜାଣିଛନ୍ତି ତାହେଲେ କମେଣ୍ଟରେ ନିହାତି ଜଣେଇବେ। ସାଙ୍ଗମାନେ ଆଜି ଯେହେତୁ ସୋମବାର ଥିଲା ମୋର ଉପବାସ ଚାଲିଥିଲା ସେଥିପାଇଁ ମୁଁ କିଛି ବି ଖାଇନଥିଲି। ମୋତେ ଜୋରରେ ଭୋକ ଲାଗିଲାଣି। ମୁଁ ଗାଡ଼ିରେ ବସି ଛତୁଆ ଖାଇବା ପାଇଁ ଆରମ୍ଭ କରିଦେଲି। Oh my god. ତ ସାଙ୍ଗମାନେ ଆମେ ଏବେ ଘରକୁ ଫେରିଲୁ। ଆଜିର ଦିନଟି ଏଇଭଳି କଟିଲା। ଆଜି ପାଇଁ ଏତିକି। ରହିଲି। ନମସ୍କାର। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ।